ମୁଁ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ସୂର୍ଯ୍ୟୋଦୟ ପରିବାରର ଜଣେ ନବପ୍ରତିଭା। ଆଜି ଆପଣମାନଙ୍କ ସାମ୍ନାରେ ମୋର ରଚିତ ଏକ କ୍ଷୁଦ୍ର ଗଳ୍ପ ବା ଅଣୁଗଳ୍ପ ଉପସ୍ଥାପନା କରିବା ପାଇଁ ଯାଉଛି। ମୋର ଆଶା ଆଉ ବିଶ୍ୱାସ କି ଆପଣମାନେ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖି ନିଜର ମୂଲ୍ୟବାନ ମତାମତ ଦେବେ। ଗଳ୍ପର ଶୀର୍ଷକ ରହିଛି ପାଉଁଶ। ଏବେ ଗଳ୍ପଟି ଶୁଣିବା। ରମୁ ବଲ ବଲ କରି ଚାହିଁ ରହିଥାଏ। ସହସା ନିସ୍ତେଜ ହୋଇ ଆସୁଥିବା ସେ ଅପନ୍ତର ମଶାଣି ପଦା ଆଡ଼କୁ। ଆଖି କୋଣରୁ ଅଜାଣତରେ ବହି ଯାଉଥାଏ ଲୁହ ଧାର ଧାର। ପାପୁଲି ପିଠିରେ ପୋଛିବା ପାଇଁ ତାର ସାହସ ନଥାଏ କି ଧୈର୍ଯ୍ୟ ବି ନଥାଏ। କିଛି ଲୁହ ଗାଲର ପାହାଡ଼ ଦେଇ ଗଡ଼ି ଗଡ଼ି ଛାତି ଆଉ ମାଟି ଛୁଉଁଥାଏ ତ ଆଉ କେଇ ବୁନ୍ଦା ଲୁହ ଓଠରେ ମିଳେଇ ଯାଉଥାଏ। ମନେ ମନେ କହି ଉଠୁଥାଏ, କାଇଁ ଭଲ ତ କେବେ ହେଇନି। ମା ସବୁବେଳେ କୁହେ ବାଟରେ ଗଲାବେଳେ ନେଉଳ ଛୁଆ ଦେଖିଲେ ଭାରି ଶୁଭ ହୁଏ। କେତେ କ'ଣ ମିଳେ। ନା ତ ଆଜି ଯାଏ ମୋତେ କିଛି ମିଳିନି। ଯେତେବେଳେ ଦେଖିକି ସ୍କୁଲ ଯାଏ ମାଡ଼ ଖାଇନି ସତ, ହେଲେ ଆଜି ତ କିଆ ଗୋହିରେ ସାଇ ଦେଇ ଗଲାବେଳେ ନେଉଳ ଦେଖିଥିଲି। ତା ବଦଳରେ ଓଲଟି ମୁଁ ମାଡ଼ ଖାଇଲି। ରାଗି ମନୋଜ ସାର୍ ଲାଲ ଲାଲ ଆଖି କରି ଭିତରେ ସେକି ଦେଇଗଲେ। ପୁଣି ମା'ର ଅବସ୍ଥା ଏମିତି ହେଇଗଲା। ମା କ'ଣ ମିଛେଇ? ନା ନା, ମୋ ମା ମିଛେଇ ନୁହେଁ। ତାହେଲେ କ'ଣ ନେଉଳ ଶୁଭ ନୁହେଁ? ରମୁ ପଢ଼େ ଷଷ୍ଠ ଶ୍ରେଣୀରେ। ଜନ୍ମରୁ କେବେ ବାପାଙ୍କୁ ଦେଖିନି। ବାପା ଥିଲେ ମଦର ପୂଜାରୀ। ମଦ ପିଇ ଘରକୁ ଆସୁଥିବା ବେଳେ ବାଟରେ ଗାଡ଼ି ଚଢ଼ିଗଲା। ଆଜି ମା ହୃଦଘାତରେ ଆଖି ବୁଜି ଦେଇଛି ସେଇ ବଖୁରିଏ ଚାଳିଆ ଘରେ। ତା ଛଡ଼ା ଆଉ କେହି ନାହିଁ। କେମିତି ବଞ୍ଚିବ, କି ଭବିଷ୍ୟତ ଗଢ଼ିବ, ଆଉ ମା'ର ସ୍ୱପ୍ନ କେମିତି ପୂରଣ କରିବ, ଏମିତି ଭାବି ଭାବି ପାଗଳ ହୋଇ ଉଠୁଥାଏ ରମୁ। ବାଳୁତ ପିଲା, ବୁଝିପାରୁନଥାଏ ପ୍ରକୃତରେ ନେଉଳ ଦେଖିଲେ ଶୁଭ କି ନା। ସେତେବେଳେ ତା ଚତୁଃପାର୍ଶ୍ୱରେ ଘୂରି ଘୂରି ବଳୟ କାଟୁଥାଏ ମୃତ ମା'ର ପୋଡ଼ା ଶରୀରର କଳା କଳା ପାଉଁଶ। ସେଥିରେ ହଜି ଯାଉଥାଏ ତା ଜୀବନର ସ୍ୱପ୍ନ ଆଉ ବାସ୍ତବତାର ପ୍ରତିଟି ମୁହୂର୍ତ୍ତ। ଏଇଠି ଗଳ୍ପଟି ସମାପ୍ତ। ତେବେ ଆପଣମାନେ କ'ଣ ଭାବୁଛନ୍ତି? ନେଉଳଟିଏ ବାଟରେ ଦେଖିଲେ ପ୍ରକୃତରେ କ'ଣ ଶୁଭ ହୁଏ? ନା ଏହି ଭାବନାର କିଛି ବାସ୍ତବତା ନାହିଁ, ଏହା ଅନ୍ଧବିଶ୍ୱାସ? ନିଶ୍ଚିନ୍ତ ଭାବରେ ଆପଣମାନେ ମତାମତରେ ଜଣାଇବେ। ଅପେକ୍ଷାରେ। ଜୟ ଜଗନ୍ନାଥ। ପ୍ରଣାମ।